ମହାପ୍ରଭୁଙ୍କର ସେମିତି ଆମେ ହେଲା ବଡଆଡ ସେବକ ଯେହେତୁ ବଳରାମ ପଟେ ବଠାଗୁରି ଯିଏ ସବୁ ଲୋକ ଆନ୍ତେ ସିଏ ସେମିତି ଥରେ ଜାଗର ସମୟରେ ଭିତରେ କାମ କରୁଥାଏ ଜେଜେଙ୍କ ସାଙ୍ଗରେ ସଦାବେଳେ ସେ କାମ କରେ ହେଲେ ମୁଁ ଭିତରେ ଯୋଉ ଏକାଦଶୀ ଦିନ କେବେ ଦର୍ଶନ ପାଇନଥିଲି କେବେ ମୁଁ ଦର୍ଶନ ପାଇନି ସେଦିନ କଣ ହେଇଛି ନା ଏମିତି ମୁହଁ କଳା ନେକୁଛି ପଙ୍କଜଳା ଏକାଦଶୀ ଥାଏ ମହାପ୍ରଭୁଙ୍କର ଚାରିପଟ ଦୁଆର ଦିଆଯାଇଛି ମହାପ୍ରଭୁ ସବୁ ସେବା କରୁଛନ୍ତି ଭୂଷବ ଯୋଉ ଅଛି ଭିତର ଭୂଷବ ଯୋଉ ଅଛି ସେ ଭୂଷବ ପଛରେ ଗୋଟେ ଦୁଆରଟେ ଅଛି ସେ ଦୁଆରଟା କଣ ହେଇଛି ନା ଗୀତ ଗୋବିନ୍ଦ ବୋଲା ହଉଛି ଭିତରେ ପଙ୍ଖ କଢା ଯାଉଛି ମହାପ୍ରଭୁ ପୁରା ସଫା ହେଇଗଲାଣି ସେତେବେଳେ କଣ ଦୁଆର ଖିଡିକି ସବୁ ଦିଆଯାଇଥାଏ କି ନ ଯିବା ପାଇଁ ମୁଁ ଭିତରେ ଚିତ୍ର କରୁଛି ବାନାବରକୁ ସ୍ୱୟଂ ଭଗବାନ ସେଇଦିନ ତାଙ୍କର ଜାଗର ଦିନ ସେଦିନ ଦରକାର ତାଙ୍କ ସେଇଦିନ ମୁଁ ତାଙ୍କ ସହ କଥା ହଉଛି ପ୍ରଭୁ ଆଜି ମୁଁ ଆଇଲେଣି କଳା କି ଧଳା ମୁଁ ଆପଣଙ୍କୁ ଦେଖିନି ଆଉ ଜେଜେ ଅମଳରୁ ଆଇଲେଣି ମୁଁ କଥା ହଉଛି ଦିଦିଙ୍କ ସାଙ୍ଗେ କଥା ହଉଛି ମୁଁ ନେତ୍ରତା ନେଖୁଛି ଇଆଡେ କଥା ଚାଲିଛି ତମେ ବିଶ୍ୱାସ କରିବନି ସେ ଭୂଷ ପଛପଟେ ଯୋଉ ଦୁଆରଟା ଥାଏ ଦେଖିଦେବେ ସେ ଦୁଆରଟା ବଡ ଦୁଆରଟେ ସେ ଶୁକୁଳି ଗୁଡା ଏଇ ମୋଟା ଶୁକୁଳି ସେ ଠକିନି ଖସିଲା ଏତିକି ମେଲା ହେଲା ସମାନ ଭାବୁଛି 4 ଆଙ୍ଗୁଳି 5 ଆଙ୍ଗୁଳି ମେଲା ହେଲା ସମାନ ଦେଖା ହଉଛି ଭିତରଟା ପୁରା ମାନେ ଦିଅ ଯୋଉ ଅଛନ୍ତି ସେମାନେ ଦେଖା ହଉଛି ମୁଁ କଣ ଭାବିଲି କଣ ନାହିଁ କଳା ଶାଢୀ ଥୋଇଦେଲି ରଙ୍ଗ ସବୁ ଥୋଇଦେଲି ଦୁଆରଟା ଖୋଲିଲି ମୁଁ ପୁରା ଯାଇକି ତାଙ୍କ ପାଖରେ ଗଲା ବେଳକୁ ମହାପ୍ରଭୁଙ୍କର ସବୁ ଦହି ଶାଗ ଏମିତି ଇଏ ହବା କଥା କରିଛି ସେଦିନ ପ୍ରଥମ ଦର୍ଶନ ମୁଁ କରିଛି ମୁଁ ଯାଇକି ତାକୁ କୁଣ୍ଢେଇକିରି ଦର୍ଶନ କଲି ମତେ ଲାଗିଲା ମହାପ୍ରଭୁ ଡାକିଲା ଭଳିଆ ମୁଁ ସେମିତି ପ୍ରଥମ ଦର୍ଶନ ସେଇଟା କରିଛି ସେଇ ଅନୁଭୂତି ଆଉ ଜୀବନରେ ପାଇ ପୁରା ତଳ ସଫା ପଣ୍ଡାମାନେ ଠିଆ ହେଇଛନ୍ତି ମହାପ୍ରଭୁ ସବୁ ସାମ୍ନା କରିସାରିଲା ପରେ ପ୍ରଥମ ଦର୍ଶନ ମୁଁ କରୁଛି।